परम प्रभु श्री अरविंद आज कार्यक्रम रे उपस्थित समस्त मातृ संतान मानक हृदय स्वागत एवं अभिनंदन। कार्यक्रम रे संचालन दायित्व नहीं मानकर पुनिज आम समस्त श्रद्धार करशिरोपण सहित कार्यक्रम रे अंशग्रहण करथिबा समस्त अपा भाई मान हृदय अनेक अनेक श्रद्धा और सम्मान। थरे युधिष्ठिर महाराज तांकर अन्य चारि भाई एवं पत्नी द्रौपदी को नहीं बनरे बुलुवा समय ऋषि मार्कंडेय देखा हंती। महाराज युधिष्ठिर याज्ञसेनी द्रौपदी कहानी ऋषि मार्कंडेय को शुणाती। कहती जे ये राजकन्या हुई कि एते दुख सोचती, एमिति दुख सहित आउ क्यों तुलनीय व्यक्तित्व ये पृथ्वी रे जन्म ग्रहण करथिले कि युधिष्ठिर समेत सबु परिवार एवं द्रौपदी दुख लाघव करने ऋषि मार्कंडेय राजकन्या सावित्री कहानी आगे रखुंट। से भी कहते द्रौपदी भली सावित्री मध्य थे जड़े राजकन्या, किंतु निजर दुर्भाग्य एपरी थिला गोटे बण भितर निर्वासित निजर ससुर राजा एवं राणी जो माने नानादि अक्षमता एवं शारीरिक जंत्रणा गुड़िक वार्धक्य भोग करथिले तांको सहित रहिबा को पड़िथिला। पुणी ता संगरे एक वर्ष सुंदर दाम्पत्य जीवन समानांते वैधव्य जुगर कथा भी रही। यही गोटे नाटकीय ढंग सावित्री उपाख्यान टी वर्णित होइछि वेदव्यास रचित महाभारत वन पर्व। जदि सावित्री जी प्रभु श्री अरविंद महाकाव्यर महानायिका, से महानायिका परिचय टी जदि आमे दबाकू बसिबा ताले मद्र देशर राजा अश्वपति निसंतान थिबारु संतान प्राप्ति आशारे 18 वर्ष धरी से देवी सावित्री आराधना कले, कठोर ब्रह्मचर्य मध्य पालन कले। शेष विश्वजननी देवी सावित्री तांकर कठोर तपस्या तृप्त हेले
ଏବଂ ଏକ ତେଜସ୍ୱିନୀ କନ୍ୟାର ଜନକ ହେବାର ବରଦାନ ପ୍ରଦାନ କଲେ। ଦୈବୀ କୃପାରୁ ଏକ କନ୍ୟା ସନ୍ତାନ ଜନ୍ମ ନେଲେ। ଅନେକ ପ୍ରତ୍ୟାଶିତ ଥିଲେ ଏହି ସନ୍ତାନ, ଆଉ ଦେବୀ ସାବିତ୍ରୀଙ୍କ ପ୍ରସାଦରୁ ଜନ୍ମ ହୋଇଥିବାରୁ ତାଙ୍କର ନାମ ସାବିତ୍ରୀ ରଖାଗଲା। ମୂଳ ଉପାଖ୍ୟାନରେ ସାବିତ୍ରୀଙ୍କର ବାଲ୍ୟକାଳରୁ ତାଙ୍କର ବିବାହ ବୟସ ପର୍ଯ୍ୟନ୍ତ ପୂର୍ଣ୍ଣ ବର୍ଣ୍ଣନାରେ ମହାକାବ୍ୟଟି ନୀରବ ରହିଛି, କିନ୍ତୁ ଶ୍ରୀ ଅରବିନ୍ଦଙ୍କର ସାବିତ୍ରୀରେ ଏ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରାଯାଇଛି। ଯେତେବେଳେ କନ୍ୟା ବିବାହ ଯୋଗ୍ୟ ହେଲେ, ରାଜା ସେ କାଳର ନିୟମ ଅନୁସାରେ ତାଙ୍କୁ ନିଜ ମନୋନୀତ ଏକ ବରପାତ୍ର ଯୋଗାଡ଼ କରିବାର ସ୍ୱାଧୀନତା ଦେଲେ ଏବଂ ତାଙ୍କ ପାଇଁ ସମଗ୍ର ଆର୍ଯ୍ୟାବର୍ତ୍ତକୁ ଭ୍ରମଣ କରିବାର ବ୍ୟବସ୍ଥା ରାଜା ଅଶ୍ୱପତି କରାଇଦେଲେ। ସାବିତ୍ରୀ ବହୁ ସ୍ଥାନ ଭ୍ରମଣ କଲେ। ସମଗ୍ର ଭାରତବର୍ଷ ଆର୍ଯ୍ୟାବର୍ତ୍ତ ବୁଲିବା ପରେ ସଲ୍ଲୋ ଦେଶର ରାଜପୁତ୍ର ସତ୍ୟବାନଙ୍କୁ ନିଜ ସ୍ୱାମୀ ରୂପେରେ ବରଣ କଲେ। ସାଲ୍ଲୋ ଦେଶର ରାଜା ଦ୍ୟୁମତ ସେନ ନିଜର ଜ୍ଞାତି କୁଟୁମ୍ବଙ୍କ ଦ୍ୱାରା କୂଟ ଚକ୍ରାନ୍ତର ଶିକାର ହୋଇ ରାଜ୍ୟରୁ ବିତାଡ଼ିତ ହୋଇଥିଲେ ଏବଂ ଜଙ୍ଗଲରେ ରହୁଥିଲେ। ଗୃହକୁ ଫେରି ଯେତେବେଳେ ସାବିତ୍ରୀ ନିଜର ପିତାଙ୍କୁ ସତ୍ୟବାନଙ୍କୁ ସେ ସ୍ୱାମୀ ରୂପେ ବରଣ କରିଛନ୍ତି ବୋଲି ପ୍ରକାଶ କଲେ, ଅବଲୀଳା କ୍ରମେ ସେଠାରେ ଋଷି ନାରଦଙ୍କର ଉପସ୍ଥିତି ସମ୍ଭବ ହୋଇଛି ଏବଂ ଋଷି ନାରଦ ଯେହେତୁ ଭବିଷ୍ୟ ଦ୍ରଷ୍ଟା ଥିଲେ, ସେ ଭବିଷ୍ୟବାଣୀ ଶୁଣାଉଛନ୍ତି ସତ୍ୟବାନଙ୍କର ମୃତ୍ୟୁ ଯୋଗ ରହିଛି 1 ବର୍ଷ ପରେ। ସୁତରାଂ କନ୍ୟା ଏକ ବୈଧବ୍ୟ ମଧ୍ୟରେ ପ୍ରବେଶ କରିବେ। ଏଥିରେ ଅଶ୍ୱପତି ଏବଂ ତାଙ୍କର ରାଣୀ ଆଶଙ୍କିତ ହେବା ସ୍ୱାଭାବିକ, ବିଚଳିତ ହେବା ସ୍ୱାଭାବିକ ଏବଂ ସାବିତ୍ରୀଙ୍କୁ ମତ ପରିବର୍ତ୍ତନ କରିବା ପାଇଁ ତାଙ୍କ ମା ତାଙ୍କୁ ସବୁ ବାଟରେ ପ୍ରଭାବିତ କରିଛନ୍ତି। କିନ୍ତୁ ସାବିତ୍ରୀଙ୍କର ଆତ୍ମାର ଯେଉଁ ନିର୍ବାଚନ, ତାଙ୍କ ଆତ୍ମା ଯେଉଁ ତାଙ୍କର ପ୍ରେମଟିକୁ ଅନୁମୋଦନ କରିଛି, ସେହି କାରଣରୁ ସେ ତାଙ୍କର ନିଷ୍ପତ୍ତି ବଦଳିବାରେ ରାଜି ହୋଇନାହାନ୍ତି ଏବଂ ଅଲଙ୍ଘ୍ୟ ବିଧିର ବିଧାନଟିକୁ ପରିବର୍ତ୍ତନ କରାଯାଇ ପାରିବ ବୋଲି ସାବିତ୍ରୀଙ୍କ ମନରେ ଏକ ଦୃଢ଼ ବିଶ୍ୱାସ ଜାଗ୍ରତ ହୋଇଛି। କିନ୍ତୁ ସତରେ ସତ୍ୟବାନ ମୃତ୍ୟୁର ସମ୍ମୁଖୀନ ହୋଇଛନ୍ତି ଏବଂ ମୃତ୍ୟୁର ଦେବତା ସତ୍ୟବାନଙ୍କୁ ନେଇଯାଉଥିବା ସମୟରେ ସାବିତ୍ରୀ ତାଙ୍କୁ ଅନୁସରଣ କରିଛନ୍ତି। ସାବିତ୍ରୀଙ୍କୁ ବିଧିର ବିଧାନକୁ ଉଲ୍ଲଂଘନ କରାଯାଇ ପାରିବ ନାହିଁ ବୋଲି ଯେତେ ପ୍ରକାର ପ୍ରବୋଧନା ଦେଲେ ମଧ୍ୟ କୌଣସି ଏକ ବିଶେଷ ଉପଲକ୍ଷର ସୁଯୋଗ ନେଇ ମୃତ୍ୟୁ ଦେବତା ତାଙ୍କୁ ଗୋଟିଏ ପରେ ଗୋଟିଏ ବରଦାନ ପ୍ରଦାନ କରୁଛନ୍ତି। ଶେଷରେ ସାବିତ୍ରୀ ସତ ସନ୍ତାନର ଜନନୀ ହେବେ ବୋଲି
ବରଟି ମାଗି ନେଇଛନ୍ତି ଏବଂ ମୃତ୍ୟୁର ଦେବତା ସେଥିରେ ମଧ୍ୟ ରାଜି ହେଇଛନ୍ତି। କିନ୍ତୁ ସ୍ୱାମୀ ଯଦି ମୃତ୍ୟୁ ଲୋକକୁ ଚାଲିଯିବେ ତାହେଲେ ସେ ସନ୍ତାନ ସମ୍ଭବ ହେବା ସମ୍ଭବ ନୁହେଁ। ଏଇଭଳି ଗୋଟେ ଯୁକ୍ତି ଯେତେବେଳେ ସାବିତ୍ରୀ ଆଣିଛନ୍ତି, ଶେଷରେ ମୃତ୍ୟୁର ଦେବତା ବାଧ୍ୟ ହୋଇ ସତ୍ୟବାନଙ୍କର ଜୀବନ ଫେରାଇ ଦେଇଛନ୍ତି। ଏ ଥିଲା ହଜାର ହଜାର ବର୍ଷ ଧରି ପ୍ରଚଳିତ ଏକ କିମ୍ବଦନ୍ତୀ ଓ କାହାଣୀର ଆଖ୍ୟାୟନ, ଯାହାକୁ ବ୍ୟାସଙ୍କର ମୂଳ ଲେଖାରେ ସାତଶହଟି ଧାଡିରେ କଥା ଲେଖାଯାଇଛି। ଏହି ଆଖ୍ୟାୟିକାଟି, ଏହି କିମ୍ବଦନ୍ତୀଟିକୁ ଶ୍ରୀ ଅରବିନ୍ଦ ଏକ ଅତୁଳନୀୟ ସ୍ପର୍ଶ ଦେଇଛନ୍ତି। ଯଦି ମାଙ୍କ ଭାଷାରେ ସାବିତ୍ରୀ ମହାକାବ୍ୟକୁ ଶ୍ରୀ ଅରବିନ୍ଦଙ୍କର ସାବିତ୍ରୀ ମହାକାବ୍ୟକୁ ତୁଳନା କରାଯାଏ, ତାହେଲେ ସେଇ କଥାଟି ଅବଶ୍ୟ ମନେ ପଡିବ ଯେ ନୀଳାକାଶ ତଳେ ସାବିତ୍ରୀ ସହ ତୁଳନୀୟ ଅନ୍ୟ କିଛି ବି ନାହିଁ। ନୀଳାକାଶ ତଳେ ସାବିତ୍ରୀ ତୁଲ୍ୟ କୌଣସି ତୁଳନୀୟ କଥା ନାହିଁ। ଆପଣ ଜାଣନ୍ତି, ବିଦେଶୀ ଭାଷାରେ ଇଂରାଜୀ ସମେତ ଯେତେ ସବୁ ମହାକାବ୍ୟ ଅଛି ତା ଭିତରୁ ସବୁଠାରୁ ବଡ ମହାକାବ୍ୟଟି ହେଉଛି ସାବିତ୍ରୀ। ସବୁଠାରୁ ଦୀର୍ଘତମ। ଖାଲି ଦୀର୍ଘତମ ନୁହେଁ, ଏ ଏକ ସର୍ବଶ୍ରେଷ୍ଠ କବିତା ରୂପରେ ଅନେକ ସ୍ୱୀକୃତି ପାଇଛି। ପାଖାପାଖି 24,000 ଧାଡିର ଏହି କବିତା ଗୋଟେ ନୂତନ କଥା ପୃଥିବୀକୁ କହିବାର ଚେଷ୍ଟା କରିଛି। ସେଥିରେ ରହିଛି ପ୍ରେମ ପ୍ରଣୟର କଥା, ସେଠି ରହିଛି ସମ୍ଭାବନା ପ୍ରତିଶ୍ରୁତିର କଥା, ସେଠି ରହିଛି ଅମରତ୍ୱର କଥା ଏବଂ ଦିବ୍ୟତ୍ୱ ପାଇଁ ମାନସୀ ତନୁରେ ରହିଥିବା ସାବିତ୍ରୀଙ୍କର ଜୀବନ ସଂଘର୍ଷର କଥା, ଯୋଉ ସଂଘର୍ଷ ସହିତ ରାଜା ଦ୍ୱିମତ ସେନଙ୍କ ସମେତ ସତ୍ୟବାନଙ୍କର ଜୀବନ ମଧ୍ୟ ଜଡିତ। ଏହି କବିତା, ଏହି କାବ୍ୟ, ମହାକାବ୍ୟ ପୃଥିବୀର ଜନମାନସକୁ ଆଲୋଡ଼ିତ କରେ। ତାର କାରଣ ହେଉଛି ପୃଥିବୀର ଏକ ଅନ୍ଧକାର ଯୁଗ ସମୟରେ, ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ, ପ୍ରଥମ ବିଶ୍ୱଯୁଦ୍ଧରେ ପୃଥିବୀ ପ୍ରକୃତରେ ଜଳୁଥିଲା, ଯେତେବେଳେ ପୃଥିବୀର ଭବିଷ୍ୟତ ଅନ୍ଧକାରଚ୍ଛନ୍ନ ହୋଇଯାଇଥିଲା, ଯେତେବେଳେ ହିଂସା, ଘୃଣା ଓ ଜିଙ୍ଘାସା, ରକ୍ତପାତରେ ଏ ପୃଥିବୀ ଆଲୋଡ଼ିତ ଥିଲା, ବିବ୍ରତ ରହିଥିଲା, ବ୍ୟତିବ୍ୟସ୍ତ ରହିଥିଲା, ସେଇଭଳି ସମୟରେ ମହାକବି ଶ୍ରୀ ଅରବିନ୍ଦ ତାଙ୍କର କକ୍ଷରେ ବସି ଏପରି ଏକ କାବ୍ୟ ରଚନା କରୁଥିଲେ ଯିଏ ପୃଥିବୀକୁ ଅନେକ ସମ୍ଭାବନାରେ ଭରି ଦେଇଛି, ମଣିଷ ପାଇଁ ଦିବ୍ୟ ଜୀବନ ଏବଂ ଅମରତ୍ୱର ଏକ ମୂଳଦୁଆକୁ ଏଠି ଆଣିପାରିଛି। এই কবিতা ଏକ ପ୍ରସାରିତ ଚେତନାର କବିତା, ଯିଏ
मनुष्य जीवनर मनुष्य अस्तित्वर मनुष्यर भविष्यतर बहु दिगंत को स्पर्श करिछि। माँ सब बेले कहते सावित्री पढ़िया पई, सावित्री शुणिया पई, सावित्री संपर्क रे आलोचना करिया पई हमको गोटे भिन्न चेतनार आवश्यकता रही। प्रभु श्री अरविंद होचंती फ्यूचर पोएट्री भली गोटे अनन्य शब्दर प्रणेता, जहाँ आम भविष्यतर कविता कही परिबा। भविष्यतर कविता को नहीं जदि किछि प्रामाणिक दृष्टांत रही था ताले ता निसंदेह रे महाकाव्य सावित्री, जो समग्र मानव जातिर अतीत रही, वर्तमान रही, भविष्यत रो व्याख्या और परिभाषा भी रही। मनुष्यर एक दिव्य भविष्यत रही, दिव्य नियति रही। आज मनुष्यर जीवन जो प्रकार संघर्ष भितरे, द्वंद्व भितरे, संकट भितरे, दुर्भावना भितरे, दुर्योग भितरे रही, सेठी एते गभीर भाव में आशावादी होई परिबा, गोटे दिव्य सुंदर जीवन स्वप्न देखि परिबा। यही कथा ही प्रमाण करुछि सावित्री महाकाव्य चेतना स्तर रे एक विप्लव सृष्टि करिछि। श्री अरविंद यही काव्य को जितेबाला लिखुचंती सेतेबाला याकू गोटे सिंबल भाव रे ग्रहण करुचंती, ए लिजेंड, ए सिंबल। यही होची सेही सिंबल जोठी चेतनार रूपांतर, चेतनार उत्तरण, चेतनार ऊर्धायन को नहीं किभली मनुष्य प्रेमास्पद हो पारे एवं से प्रेमर शक्ति बल रे मृत्यु को जय करि पारे। जितेबाला महापात्र नीलमणि साहू ओडिया भाषा रे सावित्री पाई एक दीर्घ आलोचना प्रबंध लिखिले, सेथिरे याकू प्रेम और मृत्युर महाकाव्य बोली अभिहित कले। मनुष्य जेहेतु गोटे सीमित चेतना भितर रोची, तेणु सावित्री संपर्क रे से जहाँ भी आलोचना करे, जहाँ भी मत पोषण करे, सी जे गोटे पूर्णतार परिचायक सेपरी दाबी करा जाई परियो नहीं। किए कहउचंती सावित्री रो रचना 1916 मसीह रे आरंभ होइतिला। कई कहउचंती सावित्री रो रचना श्री अरविंदंकर बरोदा काल समय रे आरंभ होइतिला। ये नहीं अनेक जुक्ति और प्रतिजुक्ति रही। आमे सही रचना कालर गवेषणा भितर वर्तमान अंतत जाऊना, खाली एतिकी बुझिबा यही पृष्ठभूमि रे यही मृत्यु और प्रेम पृष्ठभूमि रे अन्य जो कविता प्रभु लिखिछंती एक दीर्घ कविता जाको आमे जानिछु लव एंड डेथ, से भली अन्य एक कविता होची उर्वशी, जोटी उभय प्रेम चेतना और मृत्यु चेतनाटी को
संपूर्ण भाव में सम्मिलित करा जायछि एवं अन्य दुईटी जो कविता को आमे एटी उल्लेख कले सेगुड़िक नायक आधारित किंतु सावित्री रो विशेषत्व है ताहा खूब भाव नायिका आधारित ये संपूर्ण महाकाव्यर प्रोटागनिस्ट जने राजकुमारी जहांकर प्रेम और संघर्षर कथाटी को एठारे संभव करा जायछि। जदि आमे मांकर विश्लेषण गुड़िक जहाँ रही सावित्री को नहीं ताको प्रथमे आमे पढ़ी नबा ताले एई काव्य को आकलन करिवा तार मूल्यांकन करिवा अंततः आम पक्षरे टिके सहज होई परिबो। एवं प्रभु श्री अरविंदर दिव्य ज्ञानर आधार रे आउरी अनेक विश्वविख्यात ग्रंथ रही जमती लाइफ डिवाइन सिंथेसिस ऑफ योग एसेस ऑन द गीता द ह्यूमन साइकिल द आइडियल ऑफ द ह्यूमन यूनिटी एमती बहुत किंतु से सब गुड़िक गद्य किंतु श्री अरविंद थिले मानविकता को भल पाउथबा जने परम प्रेमिक कवि जहांकर अंतर्चेतना अंतर्दृष्टि रे सावित्री भली एक महाकाव्य रो योजना परिपालित होइथिला एवं से शब्द रूप नहीं मनुष्यर विवर्तन मनुष्य को रूपांतरित करी गोटे नूतन प्रजाति रे परिणत करिवो से रूपांतरित मानव अति मानव हेबो ता पाखरे परा प्रकृति रहिबो एई पार्थिव जीवन जहाँ संपूर्ण अपूर्णता रे भरी रही कामना वासना रे भरी रही अनेक असामर्थ्य अवसादर बोझ बोची कामना वासनार नानादि विकटाल विकृत रूप जितेबले आम जीवन में रही सेठी आलोकर संधान सेठी दिव्य जीवन रो मूलदुआ पार्थिव जीवन को दिव्य जीवन में रूपांतरित करा जाई पारिबो अति मानसर शक्ति ये पार्थिव वातावरण रे कार्य करिवे एवं गोटे नूतन मनुष्य प्रजाति जहाकू अति मानव बोली कहा जाउछि तार जन्म हेबो जी दिव्य जीवन तो बंचिबो ता संगरे दिव्य आनंद और दिव्य सौंदर्य दिव्य सत्य मध्य को प्रवेश करि परिबो
ଏଇଭଳି ସନ୍ଦର୍ଭ ଉପରେ ମହାକାବ୍ୟ ସାବିତ୍ରୀର ସୃଷ୍ଟି ସମ୍ଭବ ହେଇଛି। ସେ ଜଣେ ଦ୍ରଷ୍ଟା ଭାବରେ, ଜଣେ ଋଷି ଭାବରେ ଯେଉଁ ସତ୍ୟକୁ ଉପଲବ୍ଧି କରିଛନ୍ତି, ଯେଉଁ ସତ୍ୟ ତାଙ୍କୁ ସ୍ପର୍ଶ କରିଛି, ଏଇଭଳି ଅପରିସୀମ ଅନୁଭୂତିର ରହସ୍ୟବାଦୀ କବିତା, ମିଷ୍ଟିକ୍ ପଏମ୍ ବା ମିଷ୍ଟିକ୍ ପୋଏଟ୍ରି, ତାହା ହେଉଛି ସାବିତ୍ରୀ ମହାକାବ୍ୟ। ସାବିତ୍ରୀ ମହାକାବ୍ୟର ମୂଳ ଆବେଦନ ହେଉଛି ଯୁଗ ଯୁଗ ଧରି ମଣିଷ ନିଜକୁ ନିଜର ବର୍ତ୍ତମାନର ଜୀବନକୁ ସମ୍ମୁଖୀନ ହେଲା ବେଳେ ଆଧ୍ୟାତ୍ମିକତାକୁ ଗ୍ରହଣ କରୁଥିଲା ଏବଂ ତାର ବାସ୍ତବ ଜୀବନଟି ଠାରୁ ପଳାୟନ କରୁଥିଲା, ଯାହାର ଅନ୍ୟ ନାମ ଥିଲା ସନ୍ନ୍ୟାସ। କିନ୍ତୁ ସାବିତ୍ରୀ ପ୍ରଥମେ ସାହସ ପ୍ରଦର୍ଶନ କରିଛନ୍ତି ଯେ ବାସ୍ତବତା ଭିତରୁ ସେ ପଳାୟନ କରିବେ ନାହିଁ, ବାସ୍ତବତାର ସମ୍ମୁଖୀନ ହେବେ ଏବଂ ଏହି ବାସ୍ତବତାର ସମ୍ମୁଖୀନ ହେବା ଭିତରେ ଯେଉଁ ସଂଘର୍ଷର ସମ୍ମୁଖୀନ ହେବେ, ସିଏ ଯେଉଁ ଅନ୍ଧକାର, ଯେଉଁ ମୃତ୍ୟୁ ଅସାମର୍ଥ୍ୟର ଗୋଟେ ପାର୍ଥିବ ଜୀବନ ମଣିଷକୁ ଘେରି ରହିଛି, ତାକୁ ହିଁ ସେ ପ୍ରେମ, ଆଲୋକ, ଶକ୍ତି ଓ ଅମରତ୍ୱର ସ୍ପର୍ଶରେ ରୂପାନ୍ତରିତ କରିବେ। ତେଣୁ ସାବିତ୍ରୀ ମହାକାବ୍ୟର ଯେ ମହାନାୟିକା ସାବିତ୍ରୀ, ତାଙ୍କର ଚରିତ୍ରଟି ଏହି ବାଟରେ ମହାନ ଯେ ସେ ଏକ ନୂତନ ଆଧ୍ୟାତ୍ମିକତାର ଭିତ୍ତିଭୂମି ପ୍ରତିଷ୍ଠା କରିଛନ୍ତି। ଆଧ୍ୟାତ୍ମିକତାର ଏକ ନୂତନ ଅର୍ଥ, ଏକ ନୂତନ ପରିଭାଷା ଏଥିରେ ପ୍ରଦାନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ବାସ୍ତବତାକୁ ସ୍ୱୀକାର କଲା ବେଳେ କେବେ ମହାକାବ୍ୟର ନାୟକ ବା ମହାକାବ୍ୟର ନାୟିକା ପରାଜୟର ବି ସମ୍ମୁଖୀନ ହୁଅନ୍ତି, କିନ୍ତୁ ଏଠାରେ ସାବିତ୍ରୀ ପରାଜୟର ସମ୍ମୁଖୀନ ହେଇନାହାନ୍ତି, ବରଂ ମୃତ୍ୟୁ ସହିତ ସଂଗ୍ରାମରତ ରହି, ସଂଗ୍ରାମକୁ ଅବ୍ୟାହତ ରଖି ସେ ମଣିଷ ପାଇଁ ଅମରତ୍ୱର ଏକ ପଥକୁ ଉନ୍ମୋଚିତ କରିଛନ୍ତି ଏବଂ ଏହି ସଂଘର୍ଷରେ ତାଙ୍କ ପାଖରେ ଯେଉଁ ଆୟୁଧଟି ରହିଥିଲା, ତାଙ୍କ ପାଖରେ ଯେଉଁ ସାଧନଟି ରହିଥିଲା, ଯାହାକୁ ନେଇ ସେ ସଂଘର୍ଷ କରୁଥିଲେ, ତାହା ଥିଲା ପ୍ରେମ। ପ୍ରେମ ଏଠାରେ ବିଜୟ ଲାଭ କରିଛି। ଆଉ ସାବିତ୍ରୀ ମହାକାବ୍ୟର ଉପକ୍ରମଣିକାରେ ଆମେ ଏତିକି କଥା କହିପାରିବା, ଯାହା ମନ୍ତ୍ର ତୁଲ୍ୟ, ମନ୍ତ୍ର ତୁଲ୍ୟ ନୁହେଁ, ମନ୍ତ୍ର। ଆପଣ ଯଦି ତାକୁ ପଢୁଛନ୍ତି ତାହେଲେ ଆପଣ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ସାବିତ୍ରୀର ଅଧ୍ୟୟନ ହେଉଛି ଏକ ଆଧ୍ୟାତ୍ମିକ କ୍ରିୟାନୁଷ୍ଠାନ। ଏମିତି ଆମେ ସାବିତ୍ରୀ ମହାକାବ୍ୟର କଥାକୁ ବା ତାର କଣ୍ଟେଣ୍ଟକୁ ସତ୍ୟବାନ ସାବିତ୍ରୀଙ୍କର କାହାଣୀ ବୋଲି ଗ୍ରହଣ କରିଛୁ, କିନ୍ତୁ ଅସଲରେ ଯେତେବେଳେ ତାକୁ ଏକ ଆଧୁନିକ
परिपाटी रे चिंता करा जाउछि आधुनिकतार स्पर्श दिया जाउछि एई कहानीटी होछि श्रीमा श्री अरविंदंकर निज कहानी जो पृष्ठभूमि रे सावित्रींकर तपस्या रहितला सावित्री जोग रहितला ठीक सेही संदर्भ रे एई युग्म अवतारंकर तपस्या रहिछि एवं सिद्धि रहिछि मां निजे प्रकाश करिसंती सावित्री पढ़िले आम भितरे अनेक किछि रूपांतर घटे तेणु बाहर को दिशुथिबा गोटे कहानी को नहीं गोटे दाम्पत्य जीवन रो कथा सेमानक संघर्षर कथा एभली गोटे विशेषत्व को नहीं आमे महाकाव्य को देखि परिबा नहीं बरं आमे देखि परिबा मनुष्य अस्तित्वर ये गोटे रिविलेशन ये गोटे रहस्य उद्घाटन जो जीवन को आमे बुझी नथिले सेही जीवन को बुझी परिवार सबु आयाम एठारे मौजूद रही जो जीवन लक्ष्यटी को अंतत बुझीबारे ताको सही नियति दिगरे जीवन को नबार एक पंथा मिलु नथिला सेही भली पथटी हमकु मिली कारण सावित्री महाकाव्यर महानायिका सावित्रींकर जो द्वंद्व जो संघात तांकर मानव तनुरे से लाभ करिसंती सेही संघर्ष सेही द्वंद्व सेही भली गोटे निराशा सेही भली एक अनिश्चितता भितरे मनुष्यर जीवन गति करुछि तेणु महाकाव्यर नायिका सावित्री जो भली निश्चिततार सहित यही जीवन युद्ध रे अंशग्रहण करिसंती एवं सेतिरे सफल होइसंती आमे मध्य सेतिरे सफल हेई पारिबा सावित्री पढ़िबा गोटे आध्यात्मिकतार कथा केवल नुहे यह मध्य एक जोग साधनार कथा ये कथाटी को आमे के कहूना निजे परमा जननी कहउचंती मां कहउचंती टू रीड सावित्री इज इंडीड टू प्रैक्टिस योग one can find there all that is needed to realize the divine भगवान को अनुभव करिबा पाई जहा किछि आवश्यक से सब कथा सावित्री महाकाव्य रे रही सावित्री पढ़िबा अर्थ सावित्री जोग बा चेतनार जोग बा रूपांतर जोग बा अतिमानस जोग बा पूर्णांग जोग आपण से जोगर ना जा दियंतु से जोगटी आपण अभ्यास करूछंती each step in yoga is noted here जोगर प्रत्येक जो पदपात जो पदश्रेणी रही से सब कथा गुड़ी एठारे उल्लिखित रही इनक्लूडिंग द सीक्रेट ऑफ अदर योगस आल्सो अन्य जोग गुड़िकर अनेक रहस्य सहित रहस्य गुड़िक एथिरे सन्निवेशित होइछि अनेक भाई भौणी कहती सावित्री महाकाव्यर अनेक कथा रही जहाँ दिव्य जीवन ग्रंथ बा जोग समन्वय भली ग्रंथर अनेक तत्व सहित गोटे सामंजस्य रही समन्वय रही प्रकृत रे सत्य सहित शक्तिर परिचय तो सबुदिने थाए आपण को मन थिबो 24 नवेम्बर 1926 रे प्रभु श्री अरविंद एक अधिमानस सिद्धि मध्य को प्रवेश कले श्रीकृष्ण चेतना तांका मध्य प्रवेश कला
ସାବିତ୍ରୀ ମହାକାବ୍ୟ ବାସ୍ତବରେ 1926 ପରେ ଆହୁରି ତ୍ୱରିତ ଭାବରେ ଆହୁରି ଶୀଘ୍ର ତ ଲେଖାଗଲା, କିନ୍ତୁ ଯୋଉ ସବୁ ବିରାଟ ପରିବର୍ତ୍ତନ ସବୁ ହେଲା ଆଶ୍ରମ ଜୀବନରେ, ପ୍ରଭୁ ଶ୍ରୀ ଅରବିନ୍ଦ ଅନ୍ତରାଳକୁ ଚାଲିଗଲେ, ସାଧକ ମାନଙ୍କର ସାଧନାର ଦାୟିତ୍ୱ ଏବଂ ଆଶ୍ରମର ସମ୍ପୂର୍ଣ୍ଣ ଦାୟିତ୍ୱ ମା ଗ୍ରହଣ କଲେ। ଶ୍ରୀ ଅରବିନ୍ଦ ଅନ୍ୟ ସାଧକ ମାନଙ୍କୁ କେବଳ ଅଳ୍ପ କିଛି ଚିଠି ପତ୍ର ଲେଖୁଥିଲେ ଏବଂ ତଦଭିନ୍ନ ଅନ୍ୟ କୌଣସି ସାକ୍ଷାତ ବା ଅନ୍ୟ କୌଣସି ଯୋଗାଯୋଗ ସେ ରଖିଲେ ନାହିଁ। ଏଇଭଳି ଗୋଟେ ସମୟ, ଯୋଉ ସମୟଟା ଗୋଟେ ସମ୍ବେଦନାମୟ ସମୟ, ସେତେବେଳେ ସାବିତ୍ରୀକୁ ଭଲ ଭାବରେ ଲେଖାଗଲା। ନିରୋଧ ବରଣଙ୍କୁ ପ୍ରଭୁ ଶ୍ରୀ ଅରବିନ୍ଦ ନିଜେ ଗୋଟେ ଚିଠିରେ ଲେଖୁଛନ୍ତି। ଆପଣ ଦେଖିବେ ଲେଟର୍ସ ଅନ୍ ସାବିତ୍ରୀ, ଏଗୁଡିକ ସବୁ ବଡ ସାବିତ୍ରୀ ଏଡିସନ ଗୁଡିକରେ ସ୍ଥାନିତ ହେଇଛି। ଛୋଟ ବହିରେ ହୁଏତ ନଥାଇପାରେ, ବଡ ବହି ଗୁଡିକରେ ରହିଛି ଲେଟର୍ସ ଅନ୍ ସାବିତ୍ରୀ। ସାବିତ୍ରୀ ଉପରେ, ସାବିତ୍ରୀ ମହାକାବ୍ୟ ଉପରେ ପ୍ରଭୁ ଯେଉଁ ଚିଠିର ଆଦାନ ପ୍ରଦାନ ସବୁ କରିଛନ୍ତି, ସେ ନିଜେ ଲେଖୁଛନ୍ତି, ଆଇ ୟୁଜ୍ଡ ସାବିତ୍ରୀ ଏଜ୍ ମିନ୍ସ ଅଫ୍ ଏସେନ୍ସନ୍। ଉତ୍ତରଣର ଏକ ମାର୍ଗ ଭାବରେ ମୁଁ ସାବିତ୍ରୀକୁ ବ୍ୟବହାର କରିଛି। ବିଗେନ୍ ୱିଥ୍ ଇଟ୍ ଅନ୍ ଏ ସର୍ଟନ୍ ମେଣ୍ଟାଲ ଲେଭେଲ। ମୁଁ ଗୋଟେ ମାନସିକ ଭୂମିରୁ, ମାନସ ଭୂମିରୁ, ଗୋଟେ ନିର୍ଦ୍ଦିଷ୍ଟ ମାନସ ଭୂମିରୁ ଏଇ କଥାଟି ମୁଁ ଆରମ୍ଭ କରିଥିଲି। କିନ୍ତୁ ସାବିତ୍ରୀ ମହାକାବ୍ୟର ରଚନା ଯେତେବେଳେ ସମାପ୍ତ ହେବା ବେଳକୁ ମୁଁ ଦେଖିଲି ଇଏ ଆଉ ସାମାନ୍ୟ କବିତା ହିଁ ନାହିଁ, ସାମାନ୍ୟ କାବ୍ୟ ହୋଇକି ନାହିଁ, ସାମାନ୍ୟ ଗୋଟେ ସର୍ଜନଶୀଳ ପ୍ରୟୋଗ ଭିତରେ ଇଏ ନାହିଁ। ଏଇ ମହାକାବ୍ୟଟି ହୋଇପଡ଼ିଛି ମୋ ଯୋଗର ଏକ ଦୃଷ୍ଟିକୋଣ ଭାବରେ। ପ୍ରକୃତରେ ସାବିତ୍ରୀକୁ ଲେଖି ସାରିବା ପରେ ଏହାକୁ ମୁଁ ଏକ କବିତା ରୂପେ ଗ୍ରହଣ କରିନଥିଲି, ମୁଁ ଏହାକୁ ପ୍ରୟୋଗର ଏକ କ୍ଷେତ୍ର ରୂପେ ନେଇଥିଲି, ଯେଉଁଥିରେ ଦେଖିବାକୁ ଚାହୁଁଥିଲି ଯେ ନିଜର ଯୋଗ ଚେତନାରୁ କବିତା ଲେଖିବା ସମ୍ଭବ ହେଉଛି ଏବଂ ପୁଣି ତାକୁ କିଭଳି ସୃଜନଶୀଳ କରାଯାଇ ପାରୁଛି। ପ୍ରଭୁ ଶ୍ରୀ ଅରବିନ୍ଦ ଚେତନାର ଶିଖର ଆଡକୁ ନିଜେ ଆରୋହଣ କରୁଥିଲେ। ସେଥିରେ ଚେତନାର ଏକ ଅଦ୍ଭୁତ ଅପ୍ରତିମ ଅଭିଯାତ୍ରୀ। ସେ ପାର୍ଥିବ ଜୀବନର ସବୁ ଆୟାମ ଗୁଡିକ ଜାଣନ୍ତି, କିନ୍ତୁ ପାର୍ଥିବ ଜୀବନର ସେହି ସମସ୍ତ ଆୟାମ ଗୁଡିକ ଭିତରେ ବି ମଣିଷର ଜୀବନ ସୁନ୍ଦର ହେଇପାରିବ, ଅମରତ୍ୱ ଆଡକୁ ଯାଇପାରିବ, ଏଭଳି ଏକ ଗଭୀର ବିଶ୍ୱାସ ତାଙ୍କ ପାଖରେ ରହିଥିଲା। ଯଦି ଶ୍ରୀ ଅରବିନ୍ଦଙ୍କ କଲେକ୍ଟେଡ ପଏମ୍ସ ଗୁଡିକର ମର୍ମାନୁବାଦ ଆପଣ ପଢୁଥିବେ, ଦେଖିବେ ସେ ଗୋଟେ ଜାଗାରେ ଲେଖିଛନ୍ତି, I have been digging deep and long mid a horror, a field and mire, a bed for the golden river's song, a home for the deathless fire। ଭୟଙ୍କର ଆବର୍ଜନା ଓ ତାରି ଭିତର ଦେଇ ମୁଁ ଖୋଳି ଆସୁଛି ଦୀର୍ଘ ଗଭୀର ଏକ ଶଯ୍ୟା। କାହାର ଶଯ୍ୟା? ନା ଗୋଲ୍ଡେନ ରିଭର ସଙ୍ଗ,
जोठी गोटे स्वर्णिम नदी गीत गाइब आउ मु निर्माण करुछि एपरी गोटे घर जोठी डेथलेस फायर मृत्युहीन अग्नि शांत भावरे रही परिबो। I have been digging deep and long mid a horror of a field and mire. एते पंक एते कर्दम तारी आवर्जना भितरे एते भयंकर असुविधा भितरे भी मु एक दीर्घ गभीर उद्यम करुछि जो थिरे गोटे स्वर्णिम नदी गीत गाइब एपरी गोटे घर गढ़ुछि जोटी मृत्युहीन अग्नि रही परिबो। समस्त को अनेक अनेक शुभेच्छा सहित आज आलोचना टी को ये परिसमापित करुछि। शुभरात्रि, वंदे मातरम।